श्रोता बंधु किछि स्वप्न किछि वास्तवता किछि भावप्रवणता किछि अतीन्द्रिय चेतनारे जहाँकर लेखनी चलचंचल हुए कलात्मक सृजनीर नान्दनिक वर्ण विभारे जे पाठकମାନଙ୍କୁ विभोर କରିପାରନ୍ତି जे गल्प कविता उपन्यासର कायाकल्ପରେ मनुष्य जीवजन्तु ଓ ପ୍ରକୃତିକୁ ନିଜ ଇଚ୍ଛା ମତେ ସଜାଇ ଜୀବନର ସୂକ୍ଷ୍ମାତି ସୂକ୍ଷ୍ମ ଅବବୋଧକୁ ସୁନ୍ଦର ଭାବରେ ଉପସ୍ଥାପନ କରି କଳା କୋଣାର୍କ ଗଢ଼ିପାରନ୍ତି ସେ ହେଉଛନ୍ତି ଆମ ସମୟର ଜଣେ ଉଚ୍ଚକୋଟୀର ସାହିତ୍ୟିକା ସୁଲେଖିକା ସୁଗାଳ୍ପିକା ଶ୍ରୀମତୀ କମଳ କୁମାରୀ ଦାସ। କମଳ କୁମାରୀ ଦାସ ଦୀର୍ଘ ବର୍ଷ ଧରି ସଂସ୍କୃତ ସାହିତ୍ୟରେ ଅଧ୍ୟାପନା କରି ସାରା ସଂସାରର କୋମଳ ମଧୁର ଭାବରାଜିରେ ସମ୍ମୋହିତ ହୋଇଛନ୍ତି ଏବଂ ସେହି ସମ୍ମୋହନରୁ ତାଙ୍କ ଭିତରେ ସୃଷ୍ଟି ହୋଇଥିବା ସମ୍ବେଦନାକୁ ଜୀବନ୍ତ ଭାବରେ ଅନୁଭବ କରି ତାକୁ ଅତି କମନୀୟ ସାଙ୍ଗୀତିକ ରୂପ ପ୍ରଦାନ କରିଛନ୍ତି ତାଙ୍କର ସୃଷ୍ଟି ମାଧ୍ୟମରେ। ଶ୍ରୋତାବନ୍ଧୁ ଆଜି ଆମେ ଶୁଣୁଛେ ଗାଳ୍ପିକା କମଳ କୁମାରୀ ଦାସଙ୍କୁ। ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରେ ରହିଛି କବିତା ଗପ ଏବଂ ଉପନ୍ୟାସ। ତେବେ ତାଙ୍କର ମୁଗ୍ଧ ମାଧବ ପ୍ରଥମ ଏବଂ ଦ୍ୱିତୀୟ ଭାଗ, ମଧୁକ୍ଷରା ମଧୁବ୍ରତା ନାମକ 4ଟି କବିତା ସଂକଳନ ରହିଛି, ମରୁନଦୀର ତୃଷ୍ଣା ଓ ଅମୃତ ନିଳୟ ନାମକ ଉପନ୍ୟାସ ରହିଛି, ଜୀବନର ପଥଧାରେ ଓ ମ୍ଳାନ ଜ୍ୟୋତ୍ସ୍ନାର ଅଶ୍ରୁ ନାମକ ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଛି। ତେବେ ଆଜି ତାଙ୍କର ଅନ୍ୟତମ କ୍ଷୁଦ୍ର ଗଳ୍ପ ସଂକଳନ ଉଦୟରାଗର ଏକ ସୁନ୍ଦର କାହାଣୀ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରିବି। ତା ପୂର୍ବରୁ ତାଙ୍କର ସାହିତ୍ୟ ପ୍ରୀତି ସମ୍ପର୍କରେ କିଛିଟା ସୂଚନା ଦେବାକୁ ଚାହିଁବି। ଗାଳ୍ପିକା କମଳ କୁମାରୀ ଦାସଙ୍କ ଶବ୍ଦରେ ଦିବ୍ୟତା ଆଡ଼କୁ ପ୍ରଧାବିତ ହେବା ଆମ ଜୀବନର ଲକ୍ଷ୍ୟ ଅଟେ। ଅନ୍ନମୟ ଶରୀରର ସୂକ୍ଷ୍ମ ଅବସ୍ଥା ଭାବ ଶରୀର ଅଟେ। ଏହି ଭାବ ଶରୀର ଆମକୁ ପରିଚାଳିତ କରେ ସଂସାରକୁ ଜାଣିବାକୁ ବୁଝିବାକୁ। ଆତ୍ମା ଚେଷ୍ଟିତ ହୁଏ। ଉଚ୍ଚତର ଭାବନା ଓ ସକାରାତ୍ମକ ଦୃଷ୍ଟିକୋଣ ନିଜର ଚେତନାକୁ ଊର୍ଦ୍ଧ୍ୱଗାମୀ କରିବା ସହ ଜଗତରେ ରହିଥିବା ଅସୁମାରୀ ବିଚାର ଓ ଘଟଣା ସହ ଏକାତ୍ମ କରାଏ। ମନୁଷ୍ୟ ଅତୀନ୍ଦ୍ରିୟ କ୍ଷମତାର ଅଧିକାରୀ ହୋଇ ସଂସାରକୁ ପୃଥକ୍ ଦୃଷ୍ଟିରେ ଅବଲୋକନ କରେ। ଅନନ୍ତ ନୀରବତା ତାର ପ୍ରାଣରେ ସଂଘାତ ସୃଷ୍ଟି କରି ତାକୁ ଲେଖନୀ ଚାଳନାର ସୁଅବସର ପ୍ରଦାନ କରେ। ହୃଦୟରୁ ସୃଷ୍ଟ ଭାବାବେଗ ଲେଖକଟିକୁ ଅନ୍ତର୍ମୁଖୀ କରି ତାହାର ନିଜସ୍ୱ ଚିନ୍ତନକୁ କାବ୍ୟ କଳାର ରୂପ ପ୍ରଦାନ କରେ। ସେ ସାହିତ୍ୟର ବିବିଧ ରୂପକୁ ଆତ୍ମସ୍ଥ କରେ ଏବଂ ସେଥିରେ ତାର ସ୍ୱକୀୟତା ପ୍ରତିପାଦନ କରେ। ଶ୍ରୋତାବନ୍ଧୁ ଆଜି ଆମେ ଶୁଣୁଛେ ଜଣେ ଜୀବନବାଦୀ ମାନବବାଦୀ ସମ୍ବେଦନଶୀଳ ଗାଳ୍ପିକାଙ୍କୁ। ସେ ହେଉଛନ୍ତି ଗାଳ୍ପିକା କମଳ କୁମାରୀ ଦାସ। ଆଜି ଉଦୟରାଗ ଗଳ୍ପ ସଂକଳନସ୍ଥ ଏକ ଚମତ୍କାର କ୍ଷୁଦ୍ର ଗଳ୍ପ ଯାହାର ଶୀର୍ଷକ ହେଉଛି ପାରା। ଆପଣମାନଙ୍କ ଉଦ୍ଦେଶ୍ୟରେ ତାକୁ ମୁଁ ପ୍ରସ୍ତୁତ କରୁଛି। ମାନବ ପ୍ରେମ ଥିଲେ ହିଁ ଜଣେ ଜୀବ ଜଗତକୁ ଭଲ ପାଇପାରେ ଏବଂ ଜୀବ ଜଗତ ପ୍ରତି ପ୍ରେମ ଥିଲେ ହିଁ ଜଣେ ମାନବକୁ ଭଲ ପାଇପାରେ। ତେଣୁ ଏଇ ଯୋଉ ଉଭୟାତ୍ମକତା ତାକୁ ସେ ବୁଝନ୍ତି ଏବଂ ତାକୁ ନିଜ ଗଳ୍ପରେ ସ୍ଥାନିତ କରିଛନ୍ତି ଗାଳ୍ପିକା କମଳ କୁମାରୀ ଦାସ। ମାନବିତ୍ୱର ଗଳ୍ପ ପାରା ନିଶ୍ଚିତ ଭାବରେ ଆପଣଙ୍କ ହୃଦୟରେ ଏକ ଦାର୍ଶନିକ ଅନୁରଣନ ସୃଷ୍ଟି କରିବ, ଯେଉଁଥିରେ ଆପଣ ଜୀବେ ଦୟା ପ୍ରତି ନିଶ୍ଚିତ ଭାବରେ ଉନ୍ମୁଖ ହେବେ। ଶ୍ରୋତାବନ୍ଧୁ ଆଜି ଆମେ ଗାଳ୍ପିକା କମଳ କୁମାରୀ ଦାସଙ୍କ ରଚିତ ପାରା ଗଳ୍ପ ଶୁଣିବା। ଆଉ ଥରେ ଗଳ୍ପର ଶୀର୍ଷକ ହେଉଛି ପାରା, ଗାଳ୍ପିକା କମଳ କୁମାରୀ ଦାସ। ଘର ବାଲକୋନିରେ ବସା କରିଥିଲା ପାରାଟି। ଆଉ କେଉଁଠି ବା ସେ ରହନ୍ତା? କାହା ବାଲକୋନି, ସ୍କାଇଲାଇଟ୍, ସ୍କୁଲ ଘର ବା ବାରଣ୍ଡା କି କାନ୍ଥ କଡ଼ରେ ଟିକେ ବର୍ଷା ପାଣି ପଡ଼ୁନଥିବା ଜାଗାଟିଏ ପାଇଲେ ତ ସେମାନେ ଘର କରି ରହନ୍ତି।
ମା ପାରାଟି ଅଣ୍ଡା ଦେଲେ ଆଉ ବେଶୀ ବାହାରକୁ ଯାଏ ନାହିଁ, ଜଗି ରହେ ଅଣ୍ଡା ଗୁଡ଼ିକୁ ଉଷୁମେଇ ତା ଭିତରୁ ଛୁଆ ବାହାରିବା ପର୍ଯ୍ୟନ୍ତ। ଅବଶ୍ୟ କେବେ ମଣିଷମାନେ ତା ପାଖକୁ ଚାଲିଗଲେ ସେ ଟିକେ ଦୂରକୁ ଉଡ଼ିଯାଏ। ଅଣ୍ଡା ଉପରେ ବସି ବସି ସେ ସ୍ୱପ୍ନ ଦେଖେ ତାର କୁନି କୁନି ଛୁଆମାନେ ଫୁଟି ବାହାରିବେ, ସେ ଚଞ୍ଚୁ ଘଷି ସେମାନଙ୍କୁ ପରିଷ୍କାର କରିଦେବ। ଅଣ୍ଡିରା ପାରାଟି ଖୁସିରେ କାହିଁ କେତେ ଦୂର ବୁଲି ଥଣ୍ଟରେ ଆଧାର ଆଣି ଆସିବ। ଛୁଆମାନେ ଖୁଣ୍ଟି ଖୁଣ୍ଟି ଖାଇବେ। ମା ପାରାଟି ଥଣ୍ଟରେ ଦାନା ଧରି ଛୁଆଙ୍କ ଆଡ଼କୁ ପେଲି ପେଲି ଦେବ, ଖାଇବା ଶିଖେଇବ। ନିଜ ଡେଣା ସନ୍ଧିରେ ସେମାନଙ୍କୁ ଜାକି ଧରି ମାତୃତ୍ୱକୁ ଖୁବ୍ ଭୋଗିବ ମା ପରା। ଏବଂ ମା ପାରା ତାର ଜୀବନକୁ ଏଇ ପ୍ରକାର ସାର୍ଥକ କରିବ। ଟିକିଏ ବଡ଼ ହେଲେ ଛୁଆମାନଙ୍କର ଆଖି ଖୋଲିବ। ସେମାନେ ଦୁନିଆ ଦେଖିବା ପୂର୍ବରୁ ଆଗ ମାଆକୁ ଦେଖିବେ। ଏ ସଂସାରର ପ୍ରତ୍ୟେକ ପ୍ରାଣୀ ଆଗ ମାଆକୁ ହିଁ ଦେଖନ୍ତି, ମା ଠାରୁ ସବୁ ଶିଖନ୍ତି। ଏଣୁ ମା ପ୍ରତି ସଂସାରର ସବୁ ପ୍ରାଣୀଙ୍କର ଦୁର୍ବଳତା ଖୁବ୍ ବେଶୀ। ମା ପାରାଟି ସେଇ ଛୁଆମାନଙ୍କୁ ତାର କୁନି ଘରଟିରେ ଏକଡ଼ ସେକଡ଼ କରିବ। ସେମାନେ ତା ଚାରିକଡ଼ରେ ଘଷି ହେବେ, ତାକୁ ସ୍ୱର୍ଗ ସୁଖ ମିଳିବ। କିଛି ଦିନ ପରେ ମାର ସ୍ୱରରେ ସ୍ୱର ମିଶେଇ ଖଣ୍ଡି ଖଣ୍ଡି କରି ଚିଁ ଚିଁ ହେବେ। କି ମଧୁର ସେ ଚିଁ ଚିଁ ଶବ୍ଦ! ମା ପାରା ଭୋକ ଶୋଷ ଭୁଲିଯିବ। ବେଶୀ ବେଶୀ ଆଧାର ଆଣିବା ପାଇଁ ଅଣ୍ଡିରା ପାରାକୁ କହିବ। ଟିକେ ଟିକେ ଉଡ଼ି ନିଜେ ମଧ୍ୟ କିଛି କିଛି ଆଧାର ସଂଗ୍ରହ କରିବ। ପେଟ ପୂରା ନ ଖାଇଲେ ପିଲାମାନେ ବଢ଼ିବେ କିପରି? ଉଡ଼ିବାକୁ ବଳ କେଉଁଠି ଆସିବ? ଧୀରେ ଧୀରେ ପିଲାମାନଙ୍କର ଡେଣା କଅଁଳିବ, ପିଲାମାନେ ଫଡ୍ ଫଡ୍ ହେବେ। ଏବେ ତ ଅସଲ ପରୀକ୍ଷାର ସମୟ ଆସିବ ମା ପାରା ପାଇଁ। ପିଲାମାନଙ୍କର ଚଗଲା ହେବାର ସମୟ। ନୂଆ ନୂଆ ଉଡ଼ୁଥିବାରୁ ସଦାବେଳେ ଉଡ଼ିବା ପାଇଁ ଇଚ୍ଛା କରିବେ, ହେଲେ ବେଶୀ ଦୂରକୁ ଉଡ଼ି ପାରିବେ ନାହିଁ। ଖଣ୍ଡି ଉଡ଼ା ଦେଉ ଦେଉ ବିଲେଇମାନେ ଛକି ବସିବେ। ଭୁଆ ଦେଖିଦେଲେ ତ କଥା ସରିଲା, କେବେ ଛାଡ଼ିବ ନାହିଁ। କଳେ ବଳେ କୌଶଳେ ଛୁଆଙ୍କୁ ଶେଷ କରିଦେବ। ଏଣୁ ଏଇ ସମୟଟି ମା ପାରା ପାଇଁ ଭାରି କଠିନ ସମୟ। ନିଜ ଖାଇବା ପିଇବା ଉପରେ ନଜର ନ ରଖି ତାକୁ ଛୁଆମାନଙ୍କୁ ଜଗିବାକୁ ପଡ଼ିବ। ଛୁଆଙ୍କର କିଛି ହୋଇଗଲେ ତାର ମା ମନ ସହିବ ନାହିଁ। ପାରାମାନଙ୍କର ଥରେ ଅଣ୍ଡା ଫୁଟି ଛୁଆ ହେଲା ପରେ ସେମାନେ ଘର ସଫା କରନ୍ତି, କାରଣ ଛୁଆମାନଙ୍କର ଅଣ୍ଡା ଖୋଳ ଓ ମଇଳା ମିଶି ବସାଟି ଭାରି ଅପରିଷ୍କାର ହୋଇଯାଇଥାଏ। ପୁଣି ବସା ସଫା ପରେ ମା ପାରାଟି ସନ୍ତାନ ଧାରଣ କରିବ। ଖଣ୍ଡି ଉଡ଼ା ଦେଉଥିବା ଛୁଆମାନଙ୍କୁ ଉଡ଼ିବା ଶିଖେଇବା ପରେ ମାର କାମ ଶେଷ। ସେମାନେ ନୂଆ ଜାଗା ଖୋଜି ନିଜର ନୂଆ ଘର ବସେଇବାରେ ଲାଗିଯିବେ। ଏହା ହିଁ ତ ମାତୃତ୍ୱର ଚରମ ପ୍ରାପ୍ତି। ପିଲାମାନଙ୍କର ଉଡ଼ିଯିବା ପରେ ମାର ସଫଳତା। ସାର୍ଥକ ହୁଏ ମାର ସ୍ୱପ୍ନ, ଚେଷ୍ଟା ଓ ନିଷ୍ଠା। ପାରାମାନେ ଯେଉଁଠାରେ ରହନ୍ତି ସେଠାରେ ମଳତ୍ୟାଗ କରନ୍ତି, କାଠିକୁଟା ପକେଇ ଘର ସଫା କରି ତାର ତଳଗୁଡ଼ିକ ଅପରିଷ୍କାର କରନ୍ତି। ସେମାନେ ତଳୁ ଆଉ ସେ ମଇଳା କିପରି ବା ଉଠେଇ ପାରିବେ? ସେମାନଙ୍କର କ'ଣ ହାତ ଗୋଡ଼ ଅଛି ନା କୋଡ଼ି କୋଦାଳ ଅଛି ଯେ ସେମାନେ ଅଳିଆ ଉଠେଇବେ? ମଣିଷମାନେ କାଳେ ସୃଷ୍ଟିର ଶ୍ରେଷ୍ଠ ଜୀବ। ସେମାନଙ୍କର ବୁଦ୍ଧି ବିବେକ ଅଛି, ବିଚାର ଶକ୍ତି ଅଛି, କିନ୍ତୁ କେମିତି ସେମାନେ ଏଇ ଛୋଟ କଥାଟିକୁ ବୁଝିପାରନ୍ତି ନାହିଁ? ପିଲାଟି ବାଲକୋନିକୁ ଆସିଲା। ଘର ମାଲିକଙ୍କ ପୁଅ ହେବ ପରା। ଏଠି ରହେ ନାହିଁ। ପାରାଟି ତାକୁ ତ କେବେ ଦେଖି ନାହିଁ। ମଇଳା ବାଲକୋନିକୁ ଦେଖି ମୁହଁଟି ତାର ଶୁଖିଗଲା। ଛି, କେତେ ଅପରିଷ୍କାର ଏ ବାଲକୋନିଟା ହୋଇଛି। ତୁମେ ସବୁ ଏଠାରେ କିପରି ରହୁଛ? ପିଲାଟି ପରଦିନ ସକାଳୁ ମିସ୍ତ୍ରୀକୁ ଡାକିଲା। ବାଲକୋନିକୁ କାଚ ଦେଇ ବନ୍ଦ କରିଦିଅ। ଏ କଥା ଶୁଣି ମାଲିକାଣୀ ଧାଇଁ ଆସିଲା। ପାରା ବସାରେ ଅଣ୍ଡା ଗୁଡ଼ିଏ ଅଛି, ଛୁଆ ହୋଇ ଉଡ଼ିଯାଆନ୍ତୁ, କାଚ ଲଗେଇଦେବା। ପିଲାଟି ଟିକେ ଆଗ ପଛ ହେବାର ଦେଖି ମିସ୍ତ୍ରୀ କହିଲା, ପାରା ଅଣ୍ଡା କେବେ ଛୁଆ ଫୁଟିବ ତାକୁ ଚାହିଁ ବସିଲେ ଚଳିବ ନାହିଁ। ଥରେ ଛୁଆ ଫୁଟୁ ନ ଫୁଟୁଣୁ ସେ ପୁଣି ଅଣ୍ଡା ଦେବ। କାମ କରିଦିଅନ୍ତୁ। ପିଲାଟି ମା କଥା ନ ମାନି କାମ କରିବାର ଯୋଜନା କଲା। ପାରାଟି ଉଡ଼ି ପାଖ ଗଛରେ ବସି ଚାହିଁଥାଏ। ଠକ୍ ଠକ୍ ଠକ୍। ମିସ୍ତ୍ରୀଟି ଗୋଟିଏ ବାଡ଼ିରେ 6ଟି ଯାକ ଅଣ୍ଡାକୁ ତଳକୁ ଗଡ଼େଇ ଦେଲା। ଓଃ! ବିକଳରେ ଚିତ୍କାର କରି ଉଠିଲା ପିଲାଟି। ମା ତାର ଧାଇଁ ଆସିଲେ। ଛିନଛତ୍ର ହୋଇ ଅଣ୍ଡାଗୁଡ଼ିକ ବାରଣ୍ଡା ସାରା ଭାଙ୍ଗି ପଡ଼ିଥିଲେ। ଗୃହକର୍ତ୍ରୀଙ୍କ ଆଖିରୁ ଲୁହ ବୋହିଗଲା। ମା ପାରାଟି ବ୍ୟସ୍ତ ବିବ୍ରତ ହୋଇ ଏ ଡାଳରୁ ସେ ଡାଳକୁ ଉଡ଼ି ବୁଲୁଥାଏ। କୁଟୁରୁ କୁ ଡାକି ଡାକି ସେ ଘୂରି ବୁଲୁଥାଏ। ଠିକ୍ ଏତିକି ବେଳେ ସେ କୁଆଡ଼େ ଗଲା ଯେ? ଥିଲେ ବା କ'ଣ କରିପାରିଥାନ୍ତା? ଏ ମଣିଷଗୁଡ଼ା ତ ସମଗ୍ର ପୃଥିବୀକୁ ନିଜର ବୋଲି ଭାବୁଛନ୍ତି, କିନ୍ତୁ ପୃଥିବୀକୁ ରକ୍ଷା କରିବା କଥା ତାଙ୍କ ମୁଣ୍ଡରେ ପଶୁନାହିଁ।
ନିଜ ଇଚ୍ଛାରେ ତ ଜଙ୍ଗଲ କାଟି ପଦା କରିଦେଲେ। ପୃଥିବୀର ଅନେକ ଜୀବଜନ୍ତୁ ଓ ଉଦ୍ଭିଦ ଲୋପ ପାଇଗଲେଣି। ଆଉ ଯିଏ ବି ଅଛନ୍ତି ତାଙ୍କୁ ଲୋପ କରିବାକୁ ଏମାନଙ୍କୁ କେତେ ସମୟ ଅବା ଲାଗିବ? ଶେଷକୁ ନିଜ ପାଳି ବି ଆସିଯିବ। ଡେଣା ଫଡ୍ ଫଡ୍ କରି ଉଡ଼ି ଉଡ଼ି ମା ପାରାଟି ହାଲିଆ ହୋଇଗଲା। ବସି ପଡ଼ିଲା ଗୋଟିଏ ଡାଳରେ। ମନ ହେଉଥିଲା ଖୁମ୍ପି ଖୁମ୍ପି ସେ ମିସ୍ତ୍ରୀଟାକୁ ଲହୁଲୁହାଣ କରିଦିଅନ୍ତା କି। ହେଲେ ଏତେ ବଳ ତା ଦେହରେ କାହିଁ? ଧାର ଧାର ଲୁହ ତା ଆଖିରୁ ବହି ଯାଉଛି। 6ଟା ଅଣ୍ଡା, କେଡ଼େ କୁନି କୁନି ଛୁଆ ହୋଇଥାନ୍ତେ। ମା ମା ଡାକି ତା ଚାରିପଟେ ଘେରି ଯାଇଥାନ୍ତେ। ସେ କେତେ ଖୁସି ହୋଇଥାନ୍ତା। ଗୋଟେ ବି ଅଣ୍ଡା ରହିଲାନି। ପୁରୁଷ ପାରାଟି କାହିଁ ଥିଲା ଆସି ପହଞ୍ଚିଗଲା। ତାକୁ ଦେଖି ଆହୁରି ବିକଳ ହେଲା ମା ପାରାଟି। ଉଡ଼ି ଉଡ଼ି ଛିନଛତ୍ର ହୋଇ ପଡ଼ିଥିବା ଅଣ୍ଡାଗୁଡ଼ିକ ତାକୁ ଦେଖେଇ ଦେଲା। କାନ୍ଦି କାନ୍ଦି ତା ମନର ବେଦନା ସବୁ ଗୋଟି ଗୋଟି କରି କହିଲା, କେମିତି ସହିବ ସିଏ ଏତେ ବଡ଼ ଦୁଃଖ? ଏକା ବେଳକେ 6ଟା ଛୁଆର ମୃତ୍ୟୁ। କେହି ଜଣେ ବି ରହିଲା ନାହିଁ ମା ବୋଲି ଡାକିବାକୁ, ଚଞ୍ଚୁରେ ଚଞ୍ଚୁ ଘଷି ଗେଲ ହେବାକୁ। ପୁରୁଷ ପାରାଟି ତା ମୁହଁରେ ମୁହଁ ଘଷିଦେଲା। ଥଣ୍ଟ ଘଷି ତା ଆଖିର ଲୁହ ପୋଛିଦେଲା। ହେଲେ ମା ପାରାଟି ଆହୁରି ବିକଳ ହୋଇ କାନ୍ଦିବାକୁ ଲାଗିଲା। ଅଣ୍ଡାଗୁଡ଼ିକ ଛୁଆ ଫୁଟିଥାନ୍ତା। ଛୁଆମାନେ ଆଧାର ଖାଇଥାନ୍ତେ। ଧୀରେ ଧୀରେ ଆଖି ଖୋଲି ମତେ ଦେଖିଥାନ୍ତେ। ପର କଅଁଳିଥାନ୍ତା ଓ ଖଣ୍ଡି ଉଡ଼ା ଦେଇ ଦେଇ ମୋ ଚାରିପଟେ ଉଡ଼ିଥାନ୍ତେ। ବଡ଼ ହେଲା ପରେ ନିଜର ଘର ବସେଇବାକୁ ଉଡ଼ି ଯାଇଥାନ୍ତେ। ସକାଳୁ କାହା ଛାତ ଉପରେ ଚାଉଳ ଖାଇଲା ବେଳକୁ କି ତଳୁ କ'ଣ ଖୁଣ୍ଟି ଖାଇଲା ବେଳକୁ ପାଖକୁ ମାଡ଼ି ଆସିଥାନ୍ତେ। ମା କିପରି ଅଛୁ ବୋଲି ପଚାରିଥାନ୍ତେ। କିନ୍ତୁ ସ୍ୱପ୍ନ ଦେଖିବା ପୂର୍ବରୁ ହିଁ ରାତି ସରିଗଲା। ବୋଧ ଦେଲା ପୁରୁଷ ପାରାଟି। କାନ୍ଦନା, କାନ୍ଦନା, ଆଉ କାନ୍ଦିଲେ କ'ଣ ହେବ କହିଲୁ? ଆମ ବସା ଭାଙ୍ଗିଦେଲେ, ଛୁଆ ବି ମାରିଦେଲେ। ହେଲେ ଆମେ ତ ଏତେ ସାନ ପକ୍ଷୀ ମାତ୍ର। ଆମେ ତାଙ୍କର କ'ଣ ବା କରିପାରିବା? ଧୈର୍ଯ୍ୟ ଧର, ପୁଣି କେଉଁଠି ବସା ବାନ୍ଧିବା। କେତେ କଷ୍ଟରେ ଥଣ୍ଟରେ କାଠିକୁଟା ଆଣି ବସା ବାନ୍ଧିଥିଲେ। ସବୁ ନିମିଷକେ ସରିଗଲା। ଏ ବିଧାତା ବି କି ନିଷ୍ଠୁର ଦେଖ। ଆମକୁ ଏପରି କରିଛି ଯେ ଅନ୍ୟ ଚଢ଼େଇଙ୍କ ପରି ଆମେ ଗଛରେ ବସା କରି ରହିପାରିବା ନାହିଁ। ଆମର ବସା ଓ ଆହାର ସବୁ ମଣିଷଙ୍କ ପାଖରେ। ଆମେ ତ ତାଙ୍କର କିଛି କ୍ଷତି କରିନାହୁଁ। ସେମାନେ ଆମର ସର୍ବନାଶ କାହିଁକି କରୁଛନ୍ତି? ଅବଶ୍ୟ ତାଙ୍କ ଘର ମଇଳା ହେଉଛି, ହେଲେ ଆମର କ'ଣ ସଫା କରିବାର ଶକ୍ତି ଅଛି? ମଣିଷ ଉଡ଼ାଜାହାଜ ଚଳାଉଛି, କୋଠାବାଡ଼ି ତିଆରି କରୁଛି, ଆହୁରି କେତେ କାମ କରୁଛି। ଆଉ ଏଇ ମଇଳା ଟିକେ କ'ଣ ଉଠାଇ ପାରୁନାହିଁ? ଏତେ ବୁଦ୍ଧିମାନ ହୋଇ ସେ କିପରି ଜାଣିପାରୁନି ଯେ ଆମର ସରୁ ସରୁ ପାଦରେ ଆମେ ସେ ମଇଳା ସଫା କରିପାରିବୁ ନାହିଁ? କହିଲା ମା ପାରା। ଆଉ ଯେତେ ଭାବିଲେ କ'ଣ ହେବ କହିଲୁ? ଯାହା ହେବାର ତ ହେଲାଣି। ପୁଣି କେଉଁଠି ବସା ବାନ୍ଧିବା ସେ କଥା ବିଚାର କରିବା। ତୁ ଆଉ କାନ୍ଦିଲେ ମୁଁ ବି ବହୁତ କାନ୍ଦିବି ଜାଣିଥା। ମନ ଶୁଖେଇ ଦୁହେଁ ଗଛ ଡାଳରେ ବସି ରହିଲେ। ଖାଇବାକୁ ପେଟରେ ଭୋକ ନାହିଁ। କାଚ ଲାଗି ବାଲକୋନିଟି ବନ୍ଦ ହୋଇଗଲା। ମିସ୍ତ୍ରୀ ତା ବାଟରେ ଚାଲିଗଲା। କିନ୍ତୁ ମାଲିକର ସେଇ ପୁଅକୁ ବୁଲି ବୁଲି ଦେଖେ ପାରାଟି। ସେ ତଳକୁ ଗଲେ ପାରାଟି ଅଳ୍ପ ଦୂର ଡାଳରେ ବସି ତାର କାର୍ଯ୍ୟକଳାପ ଦେଖେ। ସେ ଫାଟକ ବାହାରକୁ ଗଲେ ମା ପାରାଟି ଉଡ଼ି ଉଡ଼ି ଯାଇ ଆଗ ଘର ଛାତରେ ବସେ। କିଛି ଦିନ ପରେ ପିଲାଟି ମଧ୍ୟ ଜାଣିଲା ଯେ ପାରାଟି ତାକୁ ଦେଖୁଛି। ଦିନରେ ତା ବାଲକୋନି ପାଖ ଗଛରେ ବସି ମା ପାରାଟି ଗୁମୁରି ଗୁମୁରି କାନ୍ଦେ। ପିଲାଟି ବାଲକୋନିକି ବାହାରି ବେଳେ ବେଳେ ତାକୁ ଦେଖେ। ମା ମନର ବ୍ୟଥାକୁ ପଢ଼ିବାକୁ ଚେଷ୍ଟା କରେ। ହେଲେ ସେ ବା କିପରି ମାର ଦୁଃଖକୁ ଅନୁଭବ କରିପାରିବ? ପୁରୁଷର ହୃଦୟ ଓ ନାରୀର ହୃଦୟ ତ ଏକା ନୁହେଁ। ପୁଣି ପିଲାଟି ମନକୁ ମନ କହେ, ମୋ ବାଲକୋନିକୁ ଏତେ ଅସନା କରୁଥିଲା, ତେଣୁ ତାକୁ ତଡ଼ି ଦେଇ କାଚ ଲଗେଇଦେଲି। ଏବେ ପା ମଜା। ପାରାଟି କରୁଣ ଆଖିରେ ପିଲାଟିକୁ ଚାହିଁଲେ। ସେ ମଧ୍ୟ ଧୈର୍ଯ୍ୟ ଧରି ପାରେ ନାହିଁ। ନିଜ କଲା କର୍ମ ପାଇଁ ଅନୁତାପ କରେ। ଚାଉଳ ନେଇ ଛାତରେ ବିଞ୍ଚି ଅପେକ୍ଷା କରେ। ମା ପାରାଟି ଆସି ଖାଇବ ପରା? ନା, ମା ପରା କେବେ ତା ପାଖ ମାଡ଼େ ନାହିଁ। ଛୋଟ ଜୀବଟିଏ ବୋଲି ତାର କ'ଣ ହୃଦୟ ନାହିଁ? ସେ କ'ଣ ଏତେ ନିଷ୍ଠୁର ଯେ ସନ୍ତାନ ହନ୍ତା ହାତରୁ ଆହାର ଖାଇବ? ନ ଖାଇ ମରିଯିବ ସିନା, ତା ହାତରୁ ଖାଇବ ନାହିଁ। ଦିନେ ପିଲାଟି ଆଣି ସୋରିଷ ବୁଣିଲା। ସେ ଜାଣେ ପାରାମାନେ ସୋରିଷ ଖାଇବାକୁ ଖୁବ୍ ଭଲ ପାଆନ୍ତି। ହେଲେ ମା ପାରା ଜମା ଗଲା ନାହିଁ। ଅନେକ ପାରା ବସି ସୋରିଷ ଖୁଣ୍ଟି ଖାଇଲେ। ପାଖ ଡାଳରେ ବସି ମା ପାରା କହୁଥିଲା, ରହରେ ମଣିଷ,
ରହରେ ମଣିଷ ରହ, ତୋର ବିନାଶର ଦିନ ମଧ୍ୟ ବେଶୀ ଡେରି ନାହିଁ। ସାରା ସୃଷ୍ଟିକୁ ଧ୍ୱଂସ କରି ତୁ କେବେ ଭଲରେ ରହିପାରିବୁ ନାହିଁ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଜଣେ ମାନବବାଦୀ ସମ୍ବେଦନଶୀଳ ଗାଳ୍ପିକା କମଳ କୁମାରୀ ଦାସଙ୍କୁ। ଆମେ ଶୁଣୁଥିଲେ ତାଙ୍କର ଗଳ୍ପ ସଂକଳନ ଉଦୟରାଗର ଏକ ହୃଦୟସ୍ପର୍ଶୀ କରୁଣାତ୍ମକ କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ଥିଲା ପାରା। ଗପଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।